ଆଗକୁ ରାମନବମୀ ଆସୁଛି। ପବିତ୍ର ରାମନବମୀ ରେ ବହୁତ ଲୋକ ଉପବାସ କରିଥାନ୍ତି। ଆଉ କିଛି ଲୋକ ଫଳମୂଳ ଖାଇକି ପୂଜା କରିଥାନ୍ତି ଯେଉଁମାନେ କି ଅସୁସ୍ଥ ବା ଦେହ ଖରାପ। ତ ସ୍ପେଶାଲି ଏ ରେସିପିଟି ତାଙ୍କମାନଙ୍କ ପାଇଁ। ଆଦରୁ ଗୋଟେ ଗ୍ଲାସ୍ ବି ପିଇବେ ନା, ଆପଣଙ୍କୁ ଦିନମାନ ବିଲକୁଲ ବି ଭୋକ ଲାଗିବନି। ଖାଲି ରାମନବମୀ କାହିଁକି, କୌଣସି ପୂଜା ପର୍ବରେ ଆପଣ ଏହାକୁ ବନେଇକି ପିଇପାରିବେ। ପଣା ସଂକ୍ରାନ୍ତି ହେଉ, ସାବିତ୍ରୀ ଅମାବାସ୍ୟା ହେଉ, ଯେଉଁଥିରେ ହେଲେ ବି ଆପଣ ଏଟାକୁ ପିଇପାରିବେ। ଆଗକୁ ବହୁତ ପୂଜା ପର୍ବ ଆସୁଛି। ଆପଣ ଏ ପଣାକୁ ନିଶ୍ଚୟ ଥରେ ଟ୍ରାଏ କରନ୍ତୁ, ଆପଣଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିବ। ରେସିପିଟି ପସନ୍ଦ ଆସିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରିଦେବେ। ନମସ୍କାର, ଟେଷ୍ଟି ଓଡ଼ିଆ ଫୁଡ଼କୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଏଇଠି ଶାଗୁ ପଣା ବନେଇବା ପାଇଁ ମୁଁ ଗୋଟେ ବାଉଲରେ ଏଇଠି 100 ଗ୍ରାମର ମୁଁ ବଡ଼ ଦାନା ଶାଗୁ ନେଇଯାଇଛି। ଆପଣ ଚାହିଁଲେ ଏଇଠି ଛୋଟ ଦାନା ଶାଗୁ ବି ନେଇପାରିବେ, ଯେଉଁ ଶାଗୁ ବି ନେଲେ କିଛି ପ୍ରୋବ୍ଲେମ୍ ନାହିଁ। ତ ଏ ଶାଗୁକୁ ଆମେ କ'ଣ କରିବା, ଗୋଟେ ଗ୍ରାଇଣ୍ଡର ଜାର୍ରେ ଦେଇଦେବା। ଏଠି ଆମେ ଶାଗୁକୁ ବତୁରେଇକି ନେଉନେ, ଆମେ ଏଠି ଗୁଣ୍ଡ କରିକି ଦେବା। ଯଦି ବି ଆପଣ ଭାବୁଥିବେ ଏମିତି ଗୁଣ୍ଡ କରିକି ଦେଲେ ପଣା ଖରାପ ଲାଗିବ, ତ ବିଲକୁଲ ବି ଖରାପ ଲାଗିବନି। ଆପଣ ନିଶ୍ଚୟ ଥରେ ବନେଇକି ଦେଖନ୍ତୁ। ଯେଉଁମାନେ ଶାଗୁ ବି ଖାଉନାହାନ୍ତି ନା, ସେମାନେ ବି ମାନେ ଖୁସିରେ ଖାଇବେ ଏଟାକୁ, ବିଲକୁଲ ବି କିଛି ଜଣା ପଡ଼ିବନି। ତ ଏଠି ଦେଖନ୍ତୁ ସେ ପାଉଡ଼ରଟାକୁ ମୁଁ ଗୋଟେ ବଡ଼ ବାଉଲକୁ ଏଠି ଦେଇଦେଲି। ତ ଏଇଠି ଦେଉଛି ମୁଁ ଫ୍ରେଶ୍ ଦହି 250 ଗ୍ରାମର ଫ୍ରେଶ୍ ଦହି ଦେଉଛି। ବିଲକୁଲ ବି ଖଟା ଦହି ଦେବେନି, ଖଟା ଦହି ଦେଲେ ପଣାର ଟେଷ୍ଟ ଖରାପ ହେଇଯିବ। ତ ଫ୍ରେଶ୍ ଦହି ନେବେ, ଖାଇବାକୁ ଭଲ ଲାଗିବ। ତ ଆକୁ କ'ଣ କରିବା, ପ୍ରଥମେ ଭଲ କି ମିକ୍ସ କରିଦେବା। ଏଠି ଦେଖିପାରୁଥିବେ ମାନେ ଆର କନସିଷ୍ଟେନ୍ସି କେମିତି ଦେଖାଯାଉଛି। ମାନେ ଆମେ ଯେହେତୁ ଶାଗୁକୁ ଗୁଣ୍ଡ କରିକି ଦେଇଛେ ନା, ତ ଏଇଟା ବହୁତ ହି ପାଣି ଟାଣିବ। ତ ଏଇଠି ମୁଁ 250 ml ର କ୍ଷୀର ଦେଇ ଦେଉଛି। ଯେତିକି ଦହି ଦେଇଥିଲି ନା, ସେତିକି କ୍ଷୀର ଦେଇ ଦେଉଛି। ତ କ୍ଷୀର ଦେଲେ ଟେଷ୍ଟ ବି ବହୁତ ହି ଭଲ ଲାଗିବ। ତ ଆକୁ ଭଲ କି ପ୍ରଥମେ ମିକ୍ସ କରିଦେବା, 2-3 ମିନିଟ୍ ପୁରା ଭଲସେ ମିକ୍ସ କରିଦେବେ ଆକୁ। ତ ମିକ୍ସ କଲା ପରେ ଏଇଠି ଆମେ କ'ଣ କରିବା, କିଛି ଫ୍ରୁଟ୍ସ ଆଡ଼୍ କରିବା। ତ ଏଠି ଦେଖନ୍ତୁ ଗୋଟେ ଆପଲକୁ, ମିଡ଼ିୟମ୍ ସାଇଜ୍ ଆପଲକୁ ମୁଁ ଏଠି କାଟିକି ଦେଇଦେଇଛି। ଆଉ ଗୋଟେ କାକୁଡ଼ି, ଛୋଟ ସାଇଜ୍ର କାକୁଡ଼ି ନେବେ, କାକୁଡ଼ିକି ନିଶ୍ଚିନ୍ତ ପକାଇବେ, ବହୁତ ହି ବଢ଼ିଆ ଲାଗିବ। ତାକୁ କାଟି ଦେଇଦେଲି। ଆଉ 2ଟା କଦଳୀ ଦେଇଦେଇଛି। ତ ଏଠି 100 ଗ୍ରାମର ଅଙ୍ଗୁରକୁ କାଟି ଦେଇଦେଲି। ଅଙ୍ଗୁରରେ ଯଦି ମଞ୍ଜି ଥିବ ସେଟା ବାହାର କରିଦେବେ। ତ ଏଇଠି ଫାଳେ ନଡ଼ିଆକୁ କୋରିକି ଦେଇଦେଇଛି। ନଡ଼ିଆ ଟିକେ କଅଁଳିଆ ନଡ଼ିଆ ଦେବେ ନା, ଟେଷ୍ଟ ବହୁତ ଭଲ ଆସିବ। ତ 250 ଗ୍ରାମର ଛେନା ଦେଇଦେବା। ଛେନା ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ତ ଏଠି ଅଧା ଲିଟର କ୍ଷୀର ମୁଁ ଛିଣ୍ଡେଇକି ଛେନା କରିଥିଲି। ତ କିଛି ଡାଳିମ୍ବ ମଞ୍ଜି ଦେଇଦେବା। ଆଉ ଏଠି 3 ବଡ଼ ଚାମଚ ମୁଁ ଗୁଡ଼ ଦେଉଛି ମିଠା ପାଇଁ। ଆପଣଙ୍କ ମାନେ ଯାହା ପସନ୍ଦ, ଆପଣ ଚିନି ହେଉ କି ମିଶ୍ରି ହେଉ ଆପଣ ଏଠି ଆଡ଼୍ କରିପାରିବେ। ଏଇଠି ମୋ ପାଖରେ ଯେଉଁ ଫ୍ରୁଟ୍ସ ଆଭେଲେବୁଲ୍ ଥିଲା ସେଗୁଡ଼ା ମୁଁ ଦେଇଛି। ଆ ବ୍ୟତୀତ ଆପଣଙ୍କ ପାଖରେ ଯେଉଁ ଫ୍ରୁଟ୍ସ ଥିବ ଆପଣ ଆଡ଼୍ କରିପାରିବେ, ବା ଆଧରୁ କିଛି ସ୍କିପ୍ କରିବାକୁ ଚାହୁଁଥିଲେ ସ୍କିପ୍ କରିପାରିବେ। କିନ୍ତୁ ନଡ଼ିଆ, କଦଳୀ, ଛେନା, କାକୁଡ଼ି ନିଶ୍ଚିନ୍ତ ପକାଇବେ, ଯାହାଦ୍ୱାରା କି ପଣା ବହୁତ ହି ଟେଷ୍ଟ ଲାଗିବ। ଆକୁ ଆମେ ହାତ ସାହାଯ୍ୟରେ ଭଲ କି ଚକଡ଼ିବା। 2-3 ମିନିଟ୍ ପାଖାପାଖି। ପଣାଟାକୁ ଯେତେ ଚକଟିବେ ନା, ତା ଟେଷ୍ଟ ସେତେ ବଢ଼ିଆ ଲାଗିଥାଏ। ଯେମିତିକି କଦଳୀ ଫଦଳୀ ଭଲ କି ମିଶିଯିବ। ତ ଏଠି ମୁଁ ଚକଡ଼ି ଦେଇଛି। ଏଠି ଦେଖିପାରୁଥିବେ କେତେ ବହଳିଆ ଦେଖାଯାଉଛି। ତ ଆକୁ ନର୍ମାଲ୍ କରିବା ପାଇଁ ମୁଁ ଏଠି ଆଉ 500 ml ର କ୍ଷୀର ଦେଇ ଦେଉଛି। ତ କ୍ଷୀର ଜାଗାରେ ଆପଣ ଚାହିଁଲେ ଏଠି ପାଣି ଦେଇପାରିବେ। ଆପଣଙ୍କୁ ଯେତିକି କନସିଷ୍ଟେନ୍ସି ଦରକାର ନା, ଆପଣ ସେଇ ହିସାବରେ ପାଣି ଦେଇପାରିବେ ବା କ୍ଷୀର ଦେଇପାରିବେ। ତ ଆକୁ କ'ଣ କରିବା, ଆଉ 1-2 ମିନିଟ୍ ଭଲ କି ମିଶାଇ ଦେବା ହାତ ସାହାଯ୍ୟରେ। ଏ ପଣାରୁ ଯଦି ଆପଣ ଗୋଟେ ଗ୍ଲାସ୍ ବି ପିଇବେ ନା, ଆପଣଙ୍କୁ ଦିନମାନ ବିଲକୁଲ ବି ଭୋକ ଲାଗିବନି। ପଣାକୁ ଆଉ ଟିକେ ହେଲ୍ଦି ଆଉ ଟେଷ୍ଟି ବନେଇବା ପାଇଁ ମୁଁ ଏଠି କିଛି ଡ୍ରାଏ ଫ୍ରୁଟ୍ସ ଆଡ଼୍ କରୁଛି। ଏଠି ଆଲମଣ୍ଡକୁ ଦେଖିପାରୁଥିବେ, 2 ବଡ଼ ଚାମଚ ଆଲମଣ୍ଡକୁ ମୁଁ କାଟିକି ଏଠି ଦେଇ ଦେଉଛି। ଟିକେ ବଡ଼ ବଡ଼ ଖଣ୍ଡ କାଟିଛି ମୁଁ ଏଠି ଡ୍ରାଏ ଫ୍ରୁଟ୍ସକୁ, କାହିଁକିନା ଏଟାକେ ଯେତେବେଳେ ଖାଇବା ନା ବହୁତ ହି ବଢ଼ିଆ ଲାଗିବ ପାଟିକି। ତ କାଜୁ ବି 2 ଚାମଚ ଏଠି କାଟିକି ଦେଇଦେଇଛି। ଆଉ 2 ପ୍ରକାର କିସମିସ୍ ମୁଁ ଏଠି ଦେଇଦେଇଛି। ଆଉ 10-12ଟା ଗୋଲମରିଚ ଆଉ 2ଟା ଗୁଜୁରାତିକି ଛେଚିକି ଦେବେ। ଛେଚିକି ଦେଲେ ତା ଟେଷ୍ଟ ବହୁତ ହି ବଢ଼ିଆ ଲାଗିଥାଏ। ତା ଉପରେ ସଜାଇବା ପାଇଁ ମୁଁ ଏଠି କିଛି ଡାଳିମ୍ବ ମଞ୍ଜି ଦେଇ ଦେଉଛି। ତ ଏଠି ଦେଖିପାରୁଥିବେ ପଣା ଆମର କେତେ ବଢ଼ିଆ ଦେଖାଯାଉଛି। ଆଉ ସତରେ ଟେଷ୍ଟ ବହୁତ ହି ବଢ଼ିଆ ହେଇଥିଲା। ଯେକୌଣସି ପୂଜା ପର୍ବରେ ବି ଆପଣ ଏଟାକୁ ବନେଇକି ପିଇପାରିବେ। ଆଗକୁ ବହୁତ ପୂଜା ପର୍ବ ଆସୁଛି। ତ ଆପଣ ଏଟାକୁ ନିଶ୍ଚୟ ଥରେ ବନାନ୍ତୁ, ନିଜେ ପିଅନ୍ତୁ, ଆଉ ଘରେ ସମସ୍ତଙ୍କୁ ପିଅନ୍ତୁ। ଘରେ ସମସ୍ତେ ବହୁତ ହି ପସନ୍ଦ କରିବେ। ତ ମୋର ରେସିପି ଯଦି ଆପଣଙ୍କୁ ପସନ୍ଦ ଆସେ, ଭିଡ଼ିଓଟିକୁ ନିଶ୍ଚୟ ଗୋଟେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗସାଥିମାନଙ୍କ ମଧ୍ୟରେ ସେୟାର କରିବେ। ଆଉ ପ୍ଲିଜ୍ ମୋ ଚ୍ୟାନେଲକୁ ନିଶ୍ଚୟ ଗୋଟେ ସବସ୍କ୍ରାଇବ୍ କରିବେ। ଆଜି ପାଇଁ ରହିଲି, ପୁଣି ଆସିବା ଆଉ ଗୋଟେ ନୂଆ ରେସିପି ନେଇକି। ବାଏ ବାଏ।